50% डिस्काउंटेड होगा, अज्यूमिंग कि ये आदमी पहली बार हमसे जो पॉलिसी खरीद रहा है इसका लाइफ टाइम स्कोर -1 है एंड बेसिस एक्सपीरियंस इन द पॉलिसी टर्म उसका स्कोर -5। ଏଇଟା ମୁଁ ପ୍ରଥମ ଦେଖୁଥିଲି ମୋ ଦ୍ୱାରା ହେଇପାରିବ କି ନାହିଁ, ସେଥିପାଇଁ ଏଇଟା ମୁଁ ବନେଇଥିଲି। ତ ଆସନ୍ତୁ ଯେତେ ସମୟ ଭିତରେ ଏଇଟା ଦେଖନ୍ତୁ ମିଟିଂ ସରି ନ ଯାଇଛି ସେତେ ଟାଇମ୍ ଭିତରେ ଜଲ୍ଦି ଜଲ୍ଦି ଯାହା ବି ହେବ ଟିକେ ତାଙ୍କୁ ସରପ୍ରାଇଜ୍ ବହୁତ ପସନ୍ଦ ତ ଏବେ ଉଠିବାର ନାହିଁ ତ ସେତିକି ଭିତରେ ମୁଁ ଜଲ୍ଦି ଜଲ୍ଦି ସାରିଦିଏ ରୋଷେଇ। ତ ଦେଖନ୍ତୁ ଏଇଟା ଗୋଟେ ତାଙ୍କ ସ୍ୱାମୀଙ୍କର ଫେଭରାଇଟ୍ ପଣସ ତରକାରୀ। ତାପରେ ଏଇ ଯେହେତୁ ଜଲ୍ଦି ଜଲ୍ଦି କରିବାର ଅଛି ସେଥିପାଇଁ ଦୁଇଟା ଯାକ ବସାଇ ଦେଇଛି। ବଡ଼ି ତିଆରି କରିଥିଲି ଆଜି ତ ତାକୁ ବି ଖରାରେ ଶୁଖାଇ ଦେଇଛି। ତରକାରୀ ରାନ୍ଧିନି ବଡ଼ି ଭାଜି ଦେଇଛି ଆଉ ଆଳୁ ଚଟଣି କରିଦେଇଛି। ପଖାଳ ଆଜି ଖାଇଦେବେ ନା? ଏଇ ବଡ଼ି ଭାଜି ଦେଇଛି ଆଉ ଆଳୁ ଚଟଣି ଖାଇପାରିବେ ତ? ଆଉ ଲଙ୍କା ବି ଅଛି। ବଡ଼ି ଆଉ ଆଳୁ ଚଟଣି ଆଉ କାକୁଡ଼ି ଅଛି ଟିକେ ଖାଇବେ ତ? ଭଲ ଲାଗୁନି। ମୁଁ ଆଜି କେତେ କାମ କରିଛି ଆଣନ୍ତି। ବଡ଼ି ଦେଇଛି, ପାମ୍ପଡ଼ ତିଆରି କରିଛି। ହଉ ଆସନ୍ତୁ। ମୁଡ୍ ଖରାପ ହେଇଗଲା ତ? अरे वाह झूठा मिचको मिछ देखो एतना करी देखो जो मिछ ए की सब बोलो क्या हैं ଆସିଲେ ବୁଲିବେ ଆଜି ମୁଁ ବି ଭୁଲି ଯାଉଛନ୍ତି। ପଖାଳ ଦିବସ ଦିଲ୍ଲୀରେ ବି ମାନୁ ଦିଲ୍ଲୀରେ ବି ପଖାଳ ଦିବସ ମାନୁଛି କେହି ନ ମାନୁ ଆମ ତ ଓଡ଼ିଶା ଲୋକ ନା ଆମର ତ ମାନିବା। ଦେଖନ୍ତୁ ପଖାଳ ହେଇଛି। ଏଇଟା ହେଉଛି ଭେଣ୍ଡି ଆଳୁ ଆଉ ଫୁଲକୋବି କି ଭଜା ହେଇଛି। ଏଇଟା ହେଉଛି ମୋ ସ୍ୱାମୀଙ୍କର ଫେଭରାଇଟ୍ ହେଉଛି ପଣସ ତରକାରୀ। ଏଇଟା ଏଇଟା ହେଉଛି ଆମ୍ବ ଚଟୁଣି ଆଉ ଏଇଟା ହେଉଛି ଭେଣ୍ଡି ଗୋଟା ଭେଣ୍ଡି ଭଜା। ଏଇଟା ହେଉଛି ବାଇଗଣ ଭଜା। এইটা হচ্ছে বড়ি। বড়ির আকৃতি দেখি জাঁপারে এটা প্রফেসনাল যে নুহে মানে মু এটা বনাইছি বড়ি। আটা হচ্ছে বাটি বসা আম বালেশ্বরঙ্কর তো প্রতি ঘরে ঘরে হুয়ে বাটি বসা। এটা হচ্ছে কলরা ভজা। এইটা হচ্ছে কাকুড়ি। এটা হচ্ছে আলু চকটা আর এটা হচ্ছে চটনি। আর এইটা হচ্ছে আমার সমস্তଙ୍କର প্রিয় যেটা কি পখাল। সেইটা মু স্টাইল পাই রখিথিনি। ସେଇଟା ବି ଷ୍ଟାଇଲ ପାଇଁ ରଖିଥିଲି। ସବୁ ଏଟାକୁ ମୁଁ ବେକାର କରିଦେଇଛନ୍ତି। କୁହନ୍ତୁ କେମିତିକା ଲାଗୁଛି? କୁହନ୍ତୁ କୁହନ୍ତୁ। କଷ୍ଟ କରିକି କରିଛି ଖରାପ ତ ଆଦୁ କହିବେନି। ଏଇଠି ସବାଇ ନୁହେଁ କହୁଛି ଭଲ ଲାଗୁଛି ନା ଖରାପ ଲାଗୁଛି କେମିତିକା ଲାଗୁଛି କୁହନ୍ତୁ। ଏବେ ଖୁସି? ଏବେ ଖୁସି ତ?